ओम नमो भगवते वासुदेवाय। ओम नमो भगवते वासुदेवाय। ଆଜି ଆମେ ପୁଣି ଥରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଗଭୀରତା ଭିତରକୁ ଯିବା। ହଁ, ଆଉ ଆଜିର ପ୍ରସଙ୍ଗ ବହୁତ ହି ବିଶେଷ। ଏକଦମ। ଆଜି ଆମେ ପ୍ରଥମ ସ୍କନ୍ଧର ଷଷ୍ଠ ଅଧ୍ୟାୟରୁ କିଛି ଅଂଶ ଦେଖିବା, ଯେଉଁଠି ନାରଦ ମୁନି ନିଜେ ବ୍ୟାସଦେବଙ୍କୁ ତାଙ୍କ ପୂର୍ବଜନ୍ମର ଏହି କଳ୍ପର ଆରମ୍ଭର କାହାଣୀ କହୁଛନ୍ତି। ଆଚ୍ଛା, ସେଇ କାହାଣୀ ଯାହା ବ୍ୟାସଦେବଙ୍କୁ ଶାନ୍ତି ଦେଇଥିଲା ନା? ହଁ, ମହାଭାରତ ରଚନା ପରେ ବି ଯେବେ ତାଙ୍କ ମନ ଶାନ୍ତ ନଥିଲା, ସେତେବେଳେ ନାରଦ ଏହି କଥା କହି ଭକ୍ତିର ମାର୍ଗ ଦେଖାଇଥିଲେ। ବାସ୍ତବିକ ଏହା କେବଳ ଗୋଟେ କାହାଣୀ ନୁହଁ, ଏହା ଭିତରେ ରହିଛି ଭକ୍ତି, ବୈରାଗ୍ୟ ଆଉ ଭଗବାନଙ୍କ କୃପାର ଗଭୀର ରହସ୍ୟ। ସତରେ, କେମିତି ଜଣେ ସାଧାରଣ ଦାସୀପୁତ୍ର ଦେବର୍ଷି ହେଲେ ତାର କଥା। ହଁ, ସେଇ ଯାତ୍ରାଟା ବହୁତ ପ୍ରେରଣାଦାୟକ। ତେଣୁ ଆମର ଶ୍ରୋତାମାନଙ୍କୁ ଅନୁରୋଧ, ଏହି ଆଲୋଚନାଟିକୁ ପୁରା ଶୁଣନ୍ତୁ, ତାହେଲେ ଯାଇ ଏହାର ଗଭୀରତା ଆଉ ମହତ୍ତ୍ୱକୁ ଠିକ୍ ଭାବେ ବୁଝିହେବ। ନିଶ୍ଚୟ। ଆଉ ଯଦି ଏମିତି ଆଲୋଚନା ଭଲ ଲାଗୁଛି, ଆଗକୁ ବି ଶୁଣିବାକୁ ଚାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ତେବେ ଆଜି ଆମେ ମୁଖ୍ୟତଃ ନାରଦଙ୍କର ବାଲ୍ୟକାଳ, ମାଙ୍କ ସ୍ଥିତି, ତାଙ୍କ ବିୟୋଗ, ତା ପରର ବୈରାଗ୍ୟ, କଠିନ ଯାତ୍ରା ଆଉ ଶେଷରେ ଭଗବାନଙ୍କର କୃପାଲାଭ, ଏସବୁକୁ ପଦ ଅନୁସାରେ ଦେଖିବା। ହଁ, ଆମେ ପଦ ପଢ଼ିବା ଆଉ ତାର ଅର୍ଥ ଆଉ ତାତ୍ପର୍ଯ୍ୟକୁ ସରଳ ଭାଷାରେ ବୁଝିବାକୁ ଚେଷ୍ଟା କରିବା। ବହୁତ ବଢ଼ିଆ। ତେବେ ଆରମ୍ଭ କରିବା ପଦ 15 ଓ 16ରୁ। ନାରଦ ବ୍ୟାସଦେବଙ୍କୁ କହୁଛନ୍ତି, ଶୁଣ ହେ ମୁନି ଶୁଦ୍ଧ ଚେତା, ମୋ ଜନ୍ମକର୍ମର ବାରତା। 15 ମୋତେ ପରମଜ୍ଞାନ ଦେଇ ବିପ୍ରେ ଯେ ଗଲେ ପଥ ଚାହିଁ। 16 ଦେଖନ୍ତୁ, ଆରମ୍ଭରୁ ହିଁ କେତେ ବିନମ୍ରତା। ବ୍ୟାସଦେବଙ୍କୁ ଶୁଦ୍ଧ ଚେତା କହୁଛନ୍ତି। ହଁ, ଆଉ ନିଜ କଥା କହିବା ଆଗରୁ ସେ କାହାକୁ ସ୍ମରଣ କରୁଛନ୍ତି? ସେହି ବିପ୍ରମାନଙ୍କୁ, ସେହି ବେଦଜ୍ଞ ଋଷିମାନଙ୍କୁ, ଯେଉଁମାନେ ତାଙ୍କୁ ପରମଜ୍ଞାନ ଦେଇଥିଲେ। ଏକଦମ, ଯେଉଁମାନେ ତାଙ୍କ ଜୀବନରେ ସେଇ ଜ୍ଞାନର ବୀଜ ବୁଣିଥିଲେ ଚାତୁର୍ମାସ୍ୟା ବେଳେ। ଏଇଠୁ ହିଁ ଗୁରୁଙ୍କ ପ୍ରତି କୃତଜ୍ଞତା ଭାବ ସ୍ପଷ୍ଟ ହେଉଛି। ସେମାନଙ୍କର ସେ ଅଳ୍ପ ଦିନର କୃପା ହିଁ ତାଙ୍କ ଜୀବନ ବଦଳାଇ ଦେଲା। ସତ କଥା, ଗୁରୁକୃପା ହିଁ ମୂଳ। ଆଗକୁ ପଦ 17 ଓ 18ରେ ସେ ନିଜ ବାଲ୍ୟକାଳ କଥା କହୁଛନ୍ତି। ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କ ଉପଦେଶେ। 17 ଦିନ ବଞ୍ଚଇ ମାତା କୋଳେ, ମନ ମୋ କୃଷ୍ଣପାଦ ତଳେ। 18 ଆଚ୍ଛା, ପ୍ରଥମ ବୟସେ ଖୁବ୍ ଛୋଟ ପିଲା ସେତେବେଳେ। ହଁ, ମାଙ୍କ କୋଳରେ ରହୁଥିଲେ। କିନ୍ତୁ ମନ କୋଉଠି ଥିଲା? ମନ ଥିଲା କୃଷ୍ଣଙ୍କ ପାଦ ତଳେ। ଏଇଟା କେମିତି ସମ୍ଭବ ହେଲା? ସେଇ ମୁନିମାନଙ୍କ ଉପଦେଶରୁ। ହଁ, ମୁନିମାନଙ୍କ ଉପଦେଶ, ସେମାନଙ୍କ ମୁହଁରୁ ଶୁଣିଥିବା ହରିକଥା, ଆଉ ତା ସହିତ ନିଶ୍ଚୟ ତାଙ୍କର ପୂର୍ବଜନ୍ମର ସୁକୃତି। ଓହୋ, ବୁଝିଲି। ଏଇ ଦୁଇଟା କାରଣରୁ ଏତେ ଛୋଟ ବୟସରୁ ବି ମନ ଭଗବାନଙ୍କ ଆଡ଼କୁ ଟାଣି ହୋଇଯାଇଥିଲା। ଆଶ୍ଚର୍ଯ୍ୟ କଥା। ଏହାପରେ ସେ ନିଜ ପରିବାରର ସ୍ଥିତି ବିଷୟରେ କହୁଛନ୍ତି। ପଦ 19 ଆଉ 20 ମୋର ଜନନୀ ବିପ୍ର ଘରେ, ସେବକୀ ପଣେ ଦିନ ହରେ। 19 ସେବଇ ବିପ୍ର ଘରେ ନିତ୍ୟେ, ନଥାଇ ଆତ୍ମାର ଆୟତ୍ତେ। 20 ଏଠି ସେମାନଙ୍କର ସାମାଜିକ ଆଉ ଆର୍ଥିକ ପରିସ୍ଥିତି ସ୍ପଷ୍ଟ ହେଉଛି। ତାଙ୍କର ମା ଜଣେ ବ୍ରାହ୍ମଣଙ୍କ ଘରେ ସେବିକା ବା ଦାସୀ ଥିଲେ। ହଁ, ସେବକୀ ପଣେ ଦିନ ହରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନଥାଇ ଆତ୍ମାର ଆୟତ୍ତେ। ଆତ୍ମାର ଆୟତ୍ତେ ନଥିଲେ ତାମାନେ ସେ ପୂରାପୂରି ପରାଧୀନ ଥିଲେ, ନିଜ ଇଚ୍ଛାରେ କିଛି ବି କରିପାରୁନଥିଲେ। ଏହା ତାଙ୍କର ଦୟନୀୟ ଅବସ୍ଥାକୁ ଦେଖାଉଛି। ବହୁତ କଷ୍ଟକର ସ୍ଥିତି ନିଶ୍ଚୟ। ଆଉ ମାଙ୍କର ସ୍ନେହ ବିଷୟରେ ପଦ 21ରୁ 23ରେ କହୁଛନ୍ତି, ଏକଇ ପୁତ୍ର ତାର ମୋହି, ସେ ମୋତେ ଦଣ୍ଟେ ନ ଛାଡ଼ଇ। 21 ସ୍ନେହେ ପୋଷଇ ନୀତି ନୀତି, ମୋତାହୁ ନାହିଁ ଅନ୍ୟ ଗତି। 22 ମୋର ନିମିତ୍ତେ ଭିକ୍ଷା ଅନ୍ନ, ବହୁ କଳ୍ପେ ତାର ମନ। 23 ଏଠି ମା ପୁଅଙ୍କ ଭିତରେ ଯୋଉ ଗଭୀର ସ୍ନେହ, ଯୋଉ ବାତ୍ସଲ୍ୟ, ସେଟା ଦେଖିବାକୁ ମିଳୁଛି। ହଁ, ଏକମାତ୍ର ପୁଅ। ତାଙ୍କୁ ମା ଆଖି ଆଡ଼ୁଆଡ଼ କରୁନଥିଲେ। ପୁଅ ହିଁ ତାଙ୍କର ସବୁକିଛି ଥିଲା, ଏକମାତ୍ର ସାହାରା। ମୋତାହୁ ନାହିଁ ଅନ୍ୟ ଗତି। ଆଉ ପୁଅ ପାଇଁ ସବୁବେଳେ ଚିନ୍ତିତ। ହଁ, କେମିତି ପୁଅକୁ ଦିମୁଠା ଭଲରେ ଖାଇବାକୁ ଦେବେ, ସେଇ ଚିନ୍ତା। ଭିକ୍ଷା ଅନ୍ନ ଶବ୍ଦରୁ ହିଁ ଜଣାପଡ଼ୁଛି କେତେ ଅଭାବ ଥିଲା। ଏହା ହେଉଛି ମାର ନିଃସ୍ୱାର୍ଥପର ଭଲ ପାଇବା ଆଉ ତ୍ୟାଗ। ସତରେ, ସେମାନଙ୍କର ଦୈନନ୍ଦିନ ଜୀବନ କେମିତି ଚାଲୁଥିଲା, ସେ କଥା ଆହୁରି ସ୍ପଷ୍ଟ ହେଉଛି ପଦ 24ରୁ 26ରେ। ସେ ବା ପାଇବ ଅନ୍ନ କାହିଁ, ବ୍ରାହ୍ମଣ ଘରେ ଯା ମିଳଇ। 24 ମୋତେ ଭୁଞ୍ଜାଇ ଅବଶେଷ, ମୋର ଜନନୀ କରେ ଗ୍ରାସ। 25 ସଂସାର ଈଶ୍ୱର ଆୟତ୍ତେ,
ଏମନ୍ତେ ଗଲା ଦିନା କେତେ 26 ଆଉ ସେ ଶେଷ ଧାଡ଼ିଟା ସଂସାର ଈଶ୍ୱର ଆୟତ୍ତେ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସବୁକିଛି ଈଶ୍ୱରଙ୍କ ଇଚ୍ଛାଧୀନ। ଏହି ବିଶ୍ୱାସ ହିଁ ବୋଧହୁଏ ସେମାନଙ୍କୁ ସେ କଷ୍ଟ ସହିବାର ଶକ୍ତି ଦେଉଥିଲା। ଏହି ପରିସ୍ଥିତି ନିଶ୍ଚୟ ନାରଦଙ୍କ ମନରେ ପରେ ବୈରାଗ୍ୟ ଆଣିବାରେ ସାହାଯ୍ୟ କରିଥିବ। ସମ୍ଭବତଃ ତାପରେ ଆସୁଛି ତାଙ୍କ ଜୀବନରେ ସେହି ବଡ଼ ମୋଡ଼। ଆଗରୁ ପଦ 27-28ରେ ତାଙ୍କ ବୟସ କଥା କୁହାଯାଇଛି। ମୁଁ ସେ ବ୍ରାହ୍ମଣ ଘରେ ଥାଇ ସନ୍ଧ୍ୟା ସକାଳ ନ ଜଣାଇ 27 ବାଳକ ପଞ୍ଚମ ବୟସେ ବଞ୍ଚଇ ଜନନୀର ପାଶେ 28 5 ବର୍ଷର ପିଲା, ସନ୍ଧ୍ୟା ସକାଳ ନ ଜଣାଇ, ମାନେ ଦୁନିଆ ବିଷୟରେ ବିଶେଷ କିଛି ଜ୍ଞାନ ନାହିଁ। ପୁରା ସରଳ ନିରୀହ। ହଁ, ଆଉ ମାଙ୍କ ପାଖେ ପାଖେ ରହୁଥିଲେ। ଏହି 5 ବର୍ଷ ବୟସଟା ଗୁରୁତ୍ୱପୂର୍ଣ୍ଣ, କାରଣ ଠିକ୍ ଏହାପରେ ସବୁ ବଦଳିଗଲା। ହଁ, ସେଇ ଦୁଃଖଦ ଘଟଣାଟି ଘଟିଲା ପଦ 29ରୁ 31। ମୋର ଜନନୀ ଏକଦିନେ ବ୍ରାହ୍ମଣ ଘରେ ଗୋଦୋହନେ 29 ଧେନୁ ଦୋହନ୍ତେ ପଥେ ବସି ସର୍ପେ ମିଳିଲା ପାଶେ ଆସି 30 ଦୈବ ଯୋଗେ ସେ ଦଂଶିଲା ତକ୍ଷଣେ ଜନନୀ ମୋ ମଲା 31 ଅତ୍ୟନ୍ତ କରୁଣ। ଗାଈ ଦୁହିଁବାକୁ ଯାଇଥିଲେ, ଆଉ ବାଟରେ ଦୁହୁଁଥିବା ବେଳେ ସାପ କାମୁଡ଼ିଦେଲା। ଆଉ ସେଇଠି ସାଙ୍ଗେ ସାଙ୍ଗେ ମୃତ୍ୟୁ। ହଁ, ଦୈବ ଯୋଗେ ମାନେ ଏହା ହଠାତ୍ ଆଉ ଅପ୍ରତ୍ୟାଶିତ ଭାବେ ଘଟିଲା, ଯେମିତି ବିଧିର ନିର୍ଦ୍ଦେଶ ଥିଲା। 5 ବର୍ଷର ପିଲା ପାଇଁ କେତେ ବଡ଼ ଆଘାତ କଳ୍ପନା କରି ହେଉନି। ନିଶ୍ଚୟ। ମା ଚାଲିଗଲା ପରେ ସେ ଏକା ହୋଇଗଲେ। ତାପରର ଅବସ୍ଥା ବିଷୟରେ ପଦ 32 ଓ 33ରେ କହୁଛନ୍ତି। ମୁହିଁ ମାତାଙ୍କୁ ଅଗ୍ନି ଦେଇ ଭାଳହିଁ ଚୌଦିଗ ଚାହିଁ 32 ବିପ୍ରଙ୍କତ ହିଁ ମୋର ମନ ନିତ୍ୟ ଭାଳଇ ଛନଛନେ 33 ଏଇଠି ଦେଖନ୍ତୁ କେତେ ଆଶ୍ଚର୍ଯ୍ୟ କଥା। 5 ବର୍ଷର ପିଲା ନିଜେ ମାଙ୍କ ଅନ୍ତିମ ସଂସ୍କାର କଲେ। ଏକା। ହଁ, ଏକା। ଚାରିଆଡ଼କୁ ଚାହିଁ ପୁରା ନିଃସଙ୍ଗ, ଦିଗହରା ଅନୁଭବ କଲେ। ଭାଳଇଁ ଚୌଦିଗ ଚାହିଁ। କିନ୍ତୁ କିନ୍ତୁ ତାଙ୍କ ମନ ଭାଙ୍ଗି ପଡ଼ି ଦୁନିଆରେ ହଜିଗଲା ନାହିଁ। ବରଂ ସେଇ ଦୁଃଖ ଭିତରେ ବି ତାଙ୍କ ମନ କୁଆଡ଼େ ଗଲା। ସେହି ବିପ୍ରମାନଙ୍କ ପାଖକୁ, ଯେଉଁମାନଙ୍କଠୁ ସେ ହରିକଥା ଶୁଣିଥିଲେ। ଏକଦମ। ତାଙ୍କ ମନ ସେଇ ଋଷିମାନଙ୍କୁ ଖୋଜିଲା। ସେମାନଙ୍କୁ ଭେଟିବାକୁ ବ୍ୟାକୁଳ ହେଲା। ନିତ୍ୟ ଭାଳଇ ଛନଛନ, ଏହା ତାଙ୍କ ପୂର୍ବ ସଂସ୍କାର ଆଉ ସାଧୁସଙ୍ଗର ପ୍ରଭାବକୁ ଦର୍ଶାଉଛି। ଦୁଃଖ ତାଙ୍କ ପାଇଁ ବନ୍ଧନ ନ ହୋଇ ବୈରାଗ୍ୟର କାରଣ ହେଲା। ବାସ୍ତବିକ ଅସାଧାରଣ। ତେବେ ଦୁଃଖ ହିଁ ତାଙ୍କୁ ମୁକ୍ତିର ପଥ ଦେଖାଇଲା। ଏହାପରେ ଆରମ୍ଭ ହେଲା ତାଙ୍କର ଏକାକୀ ଯାତ୍ରା ଜ୍ଞାନ ଖୋଜିବାକୁ ପଦ 34ରୁ 36। ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗପଥି 34 ଅନେକ ପୁର ନଗ୍ର ଗ୍ରାମେ ବିପ୍ରୁଙ୍କୁ ଖୋଜି ପଥଶ୍ରମେ 35 ଖେଟ ଖର୍ବଟ ବାଟି ବନେ ଦୁର୍ଗମ ପର୍ବତ କାନନେ 36। ଭାବି ଦେଖନ୍ତୁ, 5 ବର୍ଷର ପିଲା ଏକା ଉତ୍ତର ଦିଗକୁ ବାହାରି ପଡ଼ିଲେ। କିଛି ଠିକଣା ନାହିଁ, କେହି ସାହାଯ୍ୟକାରୀ ନହାନ୍ତି। କୀର୍ତ୍ତି ଜାଗା ପାରି ହେଲି ପୁର ନଗର ଗ୍ରାମ ଖେଟ ଖର୍ବଟ। ହଁ, ଖେଟ ମାନେ ଛୋଟ ଗାଁ, ଖର୍ବଟ ମାନେ ପାହାଡ଼ିଆ ଗାଁ। ବାଟି, ବନ, ଦୁର୍ଗମ ପର୍ବତ, ଘଞ୍ଚ ଜଙ୍ଗଲ, କାନନ। କେତେ ଯେ କଷ୍ଟ ପାଇଥିବେ। ନିଶ୍ଚୟ। ଏହା ଦେଖାଉଛି ଯେ ପରମ ସତ୍ୟର ରାସ୍ତା ସହଜ ନୁହେଁ। ଦୃଢ଼ ସଂକଳ୍ପ ଆଉ କଠୋର ପରିଶ୍ରମ ଦରକାର। ଏହି କଠିନ ଯାତ୍ରା ଭିତରେ ବି କିଛି ଶାନ୍ତିର ସ୍ଥାନ ଦେଖିଲେ ପଦ 37ରୁ 38 ପବିତ୍ର ଜଳେ ପୁଣ୍ୟତୀର୍ଥେ ଦେବେ ସେବନ୍ତୀ ଏହି ନିତ୍ୟେ 37 ଉତ୍ତମ ସରୋବର ବନେ ହଂସ ସାରସ ଭୃଙ୍ଗ ସ୍ୱନେ 38। ହଁ, ସବୁବେଳେ କେବଳ କଷ୍ଟ ନଥିଲା, ଏମିତି କିଛି ପବିତ୍ର ଜାଗା ବି ଥିଲା। ପୁଣ୍ୟତୀର୍ଥ, ସୁନ୍ଦର ସରୋବର, ପକ୍ଷୀଙ୍କ କୂଜନ, ଭ୍ରମରଙ୍କ ଗୁଞ୍ଜନ। ଏହି ପ୍ରାକୃତିକ ଶୋଭା ଓ ପବିତ୍ରତା ନିଶ୍ଚୟ ତାଙ୍କୁ କିଛି ଆଶ୍ୱାସ୍ତି ଦେଇଥିବ। ହଁ, ତାଙ୍କ କ୍ଲାନ୍ତ ମନକୁ କିଛିଟା ଶାନ୍ତି ଦେଇଥିବ। କିନ୍ତୁ ଏହାପରେ ଯାତ୍ରା ଆହୁରି ଭୟଙ୍କର ହେଲା। ଏକ ଘୋର ଅରଣ୍ୟର ବର୍ଣ୍ଣନା ଅଛି ପଦ 39ରୁ 42ରେ। ପୁଣି ମିଳିଲି ଘୋର ଦେଶେ ପୁରିତ ନଳକୁଶ କାଶେ 39 ହସ୍ତି ସେବିତ ବନ ଆଦି ଯେ ସ୍ୱର୍ଣ୍ଣଚିତ୍ର ପୁଣ୍ୟ ନଦୀ 40 ବନ ବି ଲତା ଗୁଳ୍ମି ସାର ଦିଶେଇ ଘୋର ଅନ୍ଧକାର 41 ସର୍ପ ଉଲୁକ ଶିବାଗୃହେ ବନେ ଭ୍ରମଣୀ ଏକା ଦେହେ 42। ବାପରେ, ଏହାପରେ ସେ ପହଞ୍ଚିଲେ ଏକ ଅତ୍ୟନ୍ତ ଘନ ଆଉ ଭୟାନକ ଜଙ୍ଗଲରେ। ନଳ, କୁଶ, କାଶ, ଘାସରେ ଭର୍ତ୍ତି। ହାତୀ ବୁଲୁଛନ୍ତି। ସୁନ୍ଦର ନଦୀ ଅଛି ସତ, କିନ୍ତୁ ବାଉଁଶ ବୁଦା, ବୟଣୀ ବି ଲତା ଆଉ ଅନ୍ୟ ଗଛଲତାରେ ଏମିତି ଢାଙ୍କି ହୋଇ ରହିଛି ଯେ ଭିତରଟା ପୁରା ଅନ୍ଧାର। ଆଉ ସେଠି ସାପ, ପେଚା, ଉଲୁକ, ଶିଆଳ। ହଁ,
ଏମିତି ଏକ ନିର୍ଜନ ଭୟଙ୍କର ଜାଗାରେ ସେ ପିଲାଟି ଏକା ଏକା ବୁଲୁଥିଲେ ଏକା ଦେହ। ଏହା ତାଙ୍କର ଅସୀମ ସାହସ ଆଉ ଜ୍ଞାନ ପାଇବାର ପ୍ରବଳ ଇଚ୍ଛାକୁ ଦର୍ଶାଉଛି। 5 ବର୍ଷର ପିଲା ଏକା ଏମିତି ଜଙ୍ଗଲରେ ଭାବିଲେ ବି ଦେହ ଶୀତେଇ ଯାଉଛି। ଏତେ ପରିଶ୍ରମ ପରେ ଶରୀରର ଅବସ୍ଥା କ'ଣ ହୋଇଥିବା? ପଦ 43-45। ଏମନ୍ତେ ଭ୍ରମୁ ଘୋର ପଥେ ଶ୍ରମେ ପିପାସା ଭୁଭୁକ୍ଷିତେ। 43। ଏମନ୍ତେ ଯାଉଁ ପଦେ ପଦେ ଶ୍ରମେ ପଶିଲି ନଦୀ ହ୍ରଦେ। 44। ଶୀତଳ ବାରି ସ୍ନାନପାନ କରନ୍ତେ ଗଲା ମୋର ଶ୍ରମ। 45। ହଁ, ଶେଷରେ ଶରୀର ଆଉ ମନ ପୂରା କ୍ଳାନ୍ତ। ପରିଶ୍ରମ, ଶ୍ରମ, ଶୋଷ, ପିପାସା, ଭୋକ, ବୁଭୁକ୍ଷା ସବୁ ମିଶି ତାଙ୍କୁ ଅବଶ କରିଦେଇଥିଲା। ଚାଲିବାକୁ ବି ବଳ ନଥିବ। ହଁ, ସେତିକିବେଳେ ସେ ଗୋଟେ ନଦୀ ବା ହ୍ରଦ ପାଖରେ ପହଞ୍ଚିଲେ। ଆଉ ସେଠି ଶୀତଳ ପାଣିରେ ସ୍ନାନ ଆଉ ପାନ କଲେ। ହଁ, ଆଉ ସେତିକିରେ ତାଙ୍କର ସବୁ କ୍ଳାନ୍ତି ଦୂର ହୋଇଗଲା। ଆଶ୍ଚର୍ଯ୍ୟ! କେବଳ ପାଣିରେ ଗାଧୋଇବା ଆଉ ପିଇବାରେ ଏତେ କଷ୍ଟର କ୍ଳାନ୍ତି ଦୂର ହୋଇଗଲା। ଏଥିରେ କିଛି ଆଧ୍ୟାତ୍ମିକ ସଂକେତ ଅଛି କି? ନିଶ୍ଚୟ ଅଛି। ଦେଖନ୍ତୁ, ଶାରୀରିକ କ୍ଳାନ୍ତି ତ ଗଲା, କିନ୍ତୁ ତାଠୁ ବଡ଼ କଥା ହେଲା ମନ ସ୍ଥିର ହେଲା। ପବିତ୍ର ଜଳରେ ସ୍ନାନ ଦ୍ୱାରା ଶରୀର ମନ ଶୁଦ୍ଧ ହୁଏ। ଆଚ୍ଛା, ତାଙ୍କୁ ସେଥିପାଇଁ ପ୍ରସ୍ତୁତ କରିଦେଲା। ବୁଝିଲି। ତେବେ ଶରୀର ମନ ଶାନ୍ତ ହେବା ପରେ ଆସିଲା ସେଇ ମୁଖ୍ୟ କାମ, ଧ୍ୟାନ। ପଦ 46-48। ସେ ନଦୀ ଜଳେ ପ୍ରାଣତୋଷୀ ଅଶ୍ୱତ୍ଥ ତରୁ ତଳେ ବସି। 46। ଯେ ରୂପେ ମୁନିଙ୍କ ବଚନେ ଆତ୍ମାରେ ଆତ୍ମା ଅବଧାନେ। 47। କୃଷ୍ଣର ପାଦପଦ୍ମ ଯୁଗେ ଧ୍ୟାନମ କଲି ଅନୁରାଗେ। ଏଇଠି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ପ୍ରଥମତଃ ସ୍ଥାନ। ଅଶ୍ୱତ୍ଥ ଗଛ ମୂଳ ଜ୍ଞାନ ଆଉ ଧ୍ୟାନ ପାଇଁ ପବିତ୍ର ସ୍ଥାନ। ହଁ, ଗୀତାରେ ବି କୁହାଯାଇଛି। ଦ୍ୱିତୀୟରେ ପଦ୍ଧତି। ସେ ନିଜ ମନରୁ କିଛି କଲେନି। ଯେ ରୂପେ ମୁନିଙ୍କ ବଚନେ ଗୁରୁ ଯେମିତି ଶିଖାଇଥିଲେ ସେମିତି ଧ୍ୟାନ କଲେ। ଆତ୍ମାକୁ ପରମାତ୍ମାରେ ଲଗାଇଲେ। ଆଉ ତୃତୀୟ? ତୃତୀୟ ହେଲା ଭାବ। ସେ ଧ୍ୟାନ କେବଳ ମେକାନିକାଲ ନଥିଲା। ଅନୁରାଗେ, ଗଭୀର ପ୍ରେମ, ଶ୍ରଦ୍ଧା ଆଉ ବ୍ୟାକୁଳତାର ସହ ସେ କୃଷ୍ଣଙ୍କ ପାଦପଦ୍ମରେ ଧ୍ୟାନ କଲେ। ଗୁରୁବାକ୍ୟ, ସଠିକ ସ୍ଥାନ, ପଦ୍ଧତି ଆଉ ହୃଦୟର ଆକୁଳତା ସବୁ ଏକାଠି। ଏକଦମ। ଆଉ ଏହାର ଫଳ ସେହି ଚର୍ମ ମୁହୂର୍ତ୍ତ, ଶେଷ 2 ପଦ 49 ଆଉ 50। ଉତ୍କଣ୍ଠା ଗଦ୍ଗଦ୍ ପଚନ ଅଶ୍ରୁଜଳରେ ନେତ୍ରପୂର୍ଣ୍ଣ। 49। ତକ୍ଷଣେ ପରମାନନ୍ଦେ ହରିବିଜୟେ ମୋ ହୃଦେ। 50। ଏହା ହେଉଛି ସାଧନାର ପରାକାଷ୍ଠା। ଭଗବାନଙ୍କ ପାଇଁ ଏତେ ପ୍ରବଳ ବ୍ୟାକୁଳତା ଆସିଲା ଯେ କଣ୍ଠରୁଦ୍ଧ ହୋଇଗଲା। ହଁ, କଥା କହିପାରିଲେ ନାହିଁ। ଗଦ୍ ଗଦ୍ ବଚନ, ଆଖିରୁ ଧାର ଧାର ହୋଇ ଲୁହ ବହିଲା। ଏହା ପ୍ରେମ ଭକ୍ତିର ଲକ୍ଷଣ। ଆଉ ଠିକ୍ ସେତିକିବେଳେ ହଁ, ଠିକ୍ ସେତିକିବେଳେ ଅପାର କରୁଣା କରି ପରମ ଆନନ୍ଦ ସ୍ୱରୂପ ଭଗବାନ ଶ୍ରୀହରି ତାଙ୍କ ହୃଦୟ ଭିତରେ ପ୍ରକାଶିତ ହେଲେ। ହରି ବିଜୟ ମୋର ହୃଦୟ। ହୃଦୟ ଭିତରେ, ବାହାରେ ନୁହେଁ। ନା, ଏହା ଏକ ଗଭୀର ଆନ୍ତରିକ ଅନୁଭୂତି, ହୃଦୟରେ ସାକ୍ଷାତକାର। ଏହି ଅନୁଭୂତି ହିଁ ତାଙ୍କର ସବୁ କଷ୍ଟ ଦୂର କରି ତାଙ୍କୁ ପରମ ଜ୍ଞାନ ଦେଲା। ଅଦ୍ଭୁତ! ବାସ୍ତବରେ ଏକ ଅସାଧାରଣ ଯାତ୍ରା। ଜଣେ 5 ବର୍ଷର ଦାସୀପୁତ୍ରର ଦେବର୍ଷି ହେବା ପର୍ଯ୍ୟନ୍ତର ଯାତ୍ରା। କଷ୍ଟ, ଦୁଃଖ, ବୈରାଗ୍ୟ, କଠୋର ସାଧନା ଆଉ ଶେଷରେ ଭଗବତ୍ କୃପା। ଏକଦମ। ନାରଦଙ୍କ ଏ କାହାଣୀ ଆମ ସମସ୍ତଙ୍କ ପାଇଁ ଗୋଟେ ବଡ଼ ଶିକ୍ଷା। କ'ଣ ସେ ଶିକ୍ଷା? ଶିକ୍ଷା ହେଉଛି, ଯଦି ପୂର୍ଣ୍ଣ ସମର୍ପଣ ଥାଏ, ସଂସାର ପ୍ରତି ଅନାସକ୍ତି ବା ବୈରାଗ୍ୟ ଥାଏ, ଗୁରୁଙ୍କ କଥାରେ ଅଟଳ ବିଶ୍ୱାସ ଥାଏ ଆଉ ଭଗବାନଙ୍କୁ ପାଇବା ପାଇଁ ପ୍ରବଳ ଆକୁଳତା ଥାଏ, ତେବେ ମଣିଷ ଯେକୌଣସି ପରିସ୍ଥିତିରେ ବି ଥାଉ ନା କାହିଁକି ସେ ନିଜର ଚରମ ଲକ୍ଷ୍ୟ ପାଇପାରିବ। ଆଉ ନାରଦଙ୍କର ସେ ଲୁହଭରା ଆଖି, ସେ ଗଦ୍ଗଦ୍ କଣ୍ଠ, ସେଗୁଡ଼ା ଦୁର୍ବଳତା ନୁହେଁ, ବରଂ ସେଗୁଡ଼ା ହେଉଛି ଭଗବତ୍ ପ୍ରେମର ସର୍ବୋଚ୍ଚ ଅବସ୍ଥାର ଲକ୍ଷଣ। ନିଶ୍ଚୟ। ଆଉ ଏ କାହାଣୀ ଶୁଣିଲା ପରେ ମନରେ ଗୋଟେ ପ୍ରଶ୍ନ ଆସୁଛି। କୁହନ୍ତୁ। ଆମେ ଆମ ନିଜ ଜୀବନରେ ଯେତେବେଳେ କଷ୍ଟ ପାଉ, ବାଧା ବିଘ୍ନ ସାମ୍ନା କରୁ, ସେତେବେଳେ ସେହି ପରିସ୍ଥିତିକୁ କେମିତି ନାରଦଙ୍କ ଭଳି ଗୋଟେ ଆଧ୍ୟାତ୍ମିକ ଉନ୍ନତିର ସୁଯୋଗରେ ବଦଳାଇ ପାରିବା, ଏହା ଭାବିବାର କଥା। ହଁ, ବହୁତ ବଡ଼ ପ୍ରଶ୍ନ। ତେବେ ଯଦି ଆମ ଶ୍ରୋତାମାନଙ୍କୁ ଆଜିର ଏହି ଆଲୋଚନା ଭଲ ଲାଗିଲା, କିଛି ପ୍ରେରଣା ମିଳିଲା, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ଆମକୁ ଜଣାଇବାକୁ ଅନୁରୋଧ। ହଁ, ଏହା ଆମ ପାଇଁ ଆପଣଙ୍କ ଶ୍ରଦ୍ଧା ଆଉ ସହମତିର ସଂକେତ ହେବ। ଆଉ ଏହାପରେ କ'ଣ ହେଲା? ଭଗବାନଙ୍କୁ ହୃଦୟରେ ଦେଖିବା ପରେ ନାରଦଙ୍କ ଅବସ୍ଥା କ'ଣ ହେଲା? ସେ କଥା ଜାଣିବାକୁ ହେଲେ ଏତିକି। ପୁଣି ଦେଖାହବ ଏହି ଅଧ୍ୟାୟର ଆଗାମୀ ଅଂଶ ସହିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।